ଖାଲି ପଖାଳ କଣ ସଜ ପଖାଳ ବାସି ପଖାଳ ଜିରା ପଖାଳ ଦହି ପଖାଳ ଚାଇଁ ପଖାଳ ପାଣି ପଖାଳ ଅଦା ପଖାଳ ସୁଗନ୍ଧି ପଖାଳ ଚୁପୁଡା ପଖାଳ ମିଠା ପଖାଳ ଟଭା ପଖାଳ ଘିଅ ପଖାଳ ନା ମଲ୍ଲି ଫୁଲ ପଖାଳ କୋଉଟା ଖାଇକି ଆସିଛନ୍ତି କୁହନ୍ତୁ। ଯାହାକୁ ପଖାଳ ବହୁତ ପସନ୍ଦ ଭିଡ଼ିଓଟିକୁ ସେୟାର ଆଣ୍ଡ ରିପୋଷ୍ଟ କରିବାକୁ ଟୋଟାଲି ଭୁଲିବେନି। ତା ଛଡ଼ା ଏତେ ପ୍ରକାରର ପଖାଳ ଅଛି କିନ୍ତୁ ତାର ଇତିହାସ କ'ଣ କେବେ ଭାବିଛନ୍ତି? ସଂସ୍କୃତରେ ଏକ ଶବ୍ଦ ଅଛି ପ୍ରକ୍ଷାଳନ ଅର୍ଥାତ୍ ପଖାଳିବା ବା ଧୋଇବା। ତେଣୁ ଭାତକୁ ଯେତେବେଳେ ଆମେ ଧୋଇ ଦିଅନ୍ତି ବା ପଖାଳି ଦିଅନ୍ତି ତାକୁ ପଖାଳ ବୋଲି କୁହାଯାଏ। ଯେଉଁମାନେ ପଖାଳକୁ ଗରିବଙ୍କ ଖାଇବା କୁହନ୍ତି ସେମାନେ ମନେ ରଖନ୍ତୁ ଯେ ଆମ ମଣିମା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଶହ ଶହ ବର୍ଷ ଆଗରୁ ଏହି ପଖାଳ ଭାତ ଭୋଗ ଭାବରେ ଲାଗି ହୋଇ ଆସୁଛି। ତେଣୁ ଯେଉଁ ଖାଦ୍ୟକୁ ଉତ୍କଳର ମଣିମା ଖାଉଛନ୍ତି ତାହା କେବେ ସାଧାରଣ ଖାଦ୍ୟ ନୁହେଁ। କିନ୍ତୁ ପଖାଳ ଶବ୍ଦକୁ ପ୍ରଥମେ ପାଖାପାଖି 1530 ଖ୍ରୀଷ୍ଟାବ୍ଦରେ ଅର୍ଜୁନ ଦାସ ନାମକ ଜଣେ କବି ତାଙ୍କ ପୁସ୍ତକ କଳ୍ପଲତାରେ ପ୍ରଥମେ ବ୍ୟବହାର କରିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ଏହି ରିପୋର୍ଟ ଅନୁସାରେ ବୈଜ୍ଞାନିକମାନଙ୍କ ମତରେ ପଖାଳ ଏବଂ ତୋରାଣୀରେ ଭିଟାମିନ୍ B12 ଆଣ୍ଡ ଭିଟାମିନ୍ K ପ୍ରଚୁର ପରିମାଣରେ ଥାଏ। ସେ ଯାହା ବି ହଉନା କାହିଁକି ତୁମକୁ ପଖାଳ ସହିତ କ'ଣ କ'ଣ ସବୁ ଖାଇବାକୁ ଭଲ ଲାଗେ କମେଣ୍ଟରେ ନିହାତି ଜଣାଇବାକୁ ଭୁଲିବନି। ଆଉ ପଖାଳ ଦିବସର ଆଗତରା ଅଭିନନ୍ଦନ। ଜୟ ଜଗନ୍ନାଥ।